ସମସ୍ତଙ୍କୁ ନମସ୍କାର। ପ୍ରେଜ ଦ ଲର୍ଡ। ଆଜିର ଆଲୋଚନା ହେଉଛି ଯୋସେଫ କାହାର ପୁଅ, ଯାକୁବର ନା ଏଲିଙ୍କର? ଆପଣମାନେ ନିଶ୍ଚିତ କହୁଥିବେ ଏଇଟା କି ପ୍ରକାର ପ୍ରଶ୍ନ କଲେ ଆପଣ ବୋଲିକି, କିନ୍ତୁ ମୁଁ ରେଫରେନ୍ସ ଦ୍ୱାରା ଆପଣମାନଙ୍କ ସହିତ କଥା ହେବି। ତ ଆସନ୍ତୁ ତା ପୂର୍ବରୁ ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଭୁ, ସୁନ୍ଦର ସମୟ ଦେଲ। ଆଉ ଯେଉଁ ସମୟରେ ପ୍ରଭୁ ତୁମର ବାକ୍ୟ ଆମେ ଆଲୋଚନା କରିବୁ, ବୁଝିବା ନିମନ୍ତେ ସରଳ ଭାବରେ ଆମକୁ ସାହାଯ୍ୟ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଯେମିତିକି ମୁଁ କହିଲି ଯେ ଯୋସେଫର ବାପା ଯାକୁବ ନା ଏଲି? ଯୋସେଫର ବାପା ଯାକୋବ ନା ଏଲି? ଆମେ ରେଫରେନ୍ସ ନେବା ମାଥ୍ୟୁ ପୁସ୍ତକ 1:16। ଆପଣମାନେ ସମସ୍ତଙ୍କର ଏଇଟା ମନେ ଥିବ। ମାଥ୍ୟୁ ପୁସ୍ତକ 1:16 ଲେଖା ଅଛି ଯେ ମତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। ଦେଖନ୍ତୁ, ମତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ମାଥ୍ୟୁ 1:16 ଅନୁସାରେ ଏଠାରେ ଯୋସେଫ ହେଉଛନ୍ତି ଯାକୁବର ପୁଅ। ବୁଝିପାରୁଛନ୍ତି? ଏଠାରେ ମାନେ ମାଥ୍ୟୁ 1:16 ଅନୁସାରେ ଯାକୁବ ହେଉଛନ୍ତି ଯୋସେଫର ବାପା। ଆଉ ଗୋଟେ ପଦ ପଢିବା ଆମେ ଲୁକ 3:23। ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ 30 ବର୍ଷ ହୋଇଥିଲା। ଲୋକଙ୍କ ଧ୍ୟାନ ଅନୁସାରେ ସେ ଯୋସେଫଙ୍କ ପୁତ୍ର, ଯୋସେଫ ଏଲିଙ୍କ ପୁତ୍ର। ଦେଖନ୍ତୁ, କ୍ଲିୟର ଭାବରେ ଲେଖା ଅଛି ଏଇଟେ ଯୋସେଫ ହେଉଛନ୍ତି ଏଲିଙ୍କର ପୁତ୍ର। ଲୁକ 3:23 ଅନୁସାରେ ଯୋସେଫ ଏଲିଙ୍କର ପୁତ୍ର। ମାଥ୍ୟୁ 1:16 ଅନୁସାରେ ଯୋସେଫ ଯାକୁବର ପୁତ୍ର। ତେବେ କେମିତି କରିବା? ମାନେ କୋଉଟା ସତ କୋଉଟା ମିଛ? ବାଇବେଲ ତ ସବୁ ସତ, ବାଇବେଲ ତ ପବିତ୍ର ଶାସ୍ତ୍ର। ତେବେ କେମିତି ଏଇଟା ହେଲା? କେମିତି ଆମେ ଜାଣିପାରିବା? ବାକ୍ୟରେ ଯଦି ଆପଣମାନେ ଦେଖିବେ, ସେ ମାଥ୍ୟୁ 1:1 କ୍ରମାଗତରେ ଯଦି ପଢିବେ 16-17 ଆପଣ ଯୀଶୁଙ୍କର ଜନ୍ମ ପାଉଛନ୍ତି, ଯାହାକି ଯାକୁବ ଠାରୁ ସେ ଜନ୍ମ ନିଅନ୍ତି। କିନ୍ତୁ ଲୁକ ପର୍ବରେ ଯଦି ଆପଣମାନେ ଦେଖିବେ, ଯୀଶୁଙ୍କର ବଂଶାବଳୀ ଲେଖା ହେଇଛି ଏବଂ ସେଠି ଲେଖା ଅଛି ଯୀଶୁର ବଂଶାବଳୀ, ଯୀଶୁର ଯେଉଁ ଜନ୍ମ ଆସୁଛି, ଯୋସେଫ ହେଉଛନ୍ତି ଏଲିଙ୍କର ପୁତ୍ର। ଏଡ଼େ ଯାକୁବ ଯୋସେଫର ପୁତ୍ର, ସେଇଠି ଏଲି ଯୋସେଫର ପୁତ୍ର। ତେବେ କେମିତି ଏଇଟା? ଆପଣମାନେ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ, ମୁଁ ଆପଣମାନଙ୍କୁ କ୍ଲିୟର କରିବି। ମାଥ୍ୟୁ ପୁସ୍ତକ ଯାକୁବ ହେଉଛନ୍ତି ମାଥ୍ୟୁ ପୁସ୍ତକରେ ଯୋସେଫର ବାପା, ଆଉ ଲୁକ ପୁସ୍ତକରେ ଯୋସେଫର ବାପା ହେଉଛନ୍ତି ଏଲି। ତେଣୁ ଏଟାର କ୍ଲିୟର ମୁଁ ବର୍ଣ୍ଣନା କରିବି। ମୁଁ ଆମର ହିଷ୍ଟ୍ରି ଗୁଡ଼ାକରେ, ଅନ୍ୟାନ୍ୟ ପୁସ୍ତକରେ ମୁଁ ପଢ଼ିଛି, ଆଉ ଆପଣମାନେ ମଧ୍ୟ ଚେକ୍ କରିପାରିବେ। ଆଉ ତାହା ପ୍ରମାଣ ଥିବାର ଅଛି, ଆଉ ଟିକେ ଲେଖା ଥିବାର ଅଛି। ଯେତେବେଳେ ଆମେ ଏଲିଙ୍କର ବିଷୟ ଦେଖୁଛୁ, ନାହିଁ କି ଏଲି ହେଉଛନ୍ତି କି? ପ୍ରଥମ କଥା, ଏଲି ହେଉଛନ୍ତି ମରିୟମର ବାପା। ଏଲି ହେଉଛନ୍ତି ମରିୟମର ବାପା ଏବଂ ଏଲିଙ୍କର ପୁତ୍ର ସନ୍ତାନ ନଥିଲେ। ତେଣୁ ଖାଲି ଝିଅ ଜନ୍ମ ହୋଇଥିଲେ, ଯାହାକି ନାମ ମରିୟମ ବୋଲି ଆମେ କହୁଛୁ। ତେଣୁ ଏଲିଙ୍କର ସନ୍ତାନ ହେଉଛି ମରିୟମ ହେଉଛି ଏଲିଙ୍କର ଝିଅ। ତ ଏଲି ମରିୟମଙ୍କୁ ଜନ୍ମ କଲେ, ଆଉ ମରିୟମଙ୍କୁ
ଯୋସେଫ ବିବାହ କଲେ। ଯୋସେଫ ଯେତେବେଳେ ମରିୟମଙ୍କୁ ବିବାହ କଲେ, ଯେହେତୁ ବ୍ୟବସ୍ଥା ଅନୁସାରେ ବାକ୍ୟର ନିୟମ ଅନୁସାରେ ଆମେ ଦେଖିବା ଏଲିଙ୍କର ପୁତ୍ର ସନ୍ତାନ ନାହାନ୍ତି। ଯେହେତୁ ପୁତ୍ର ସନ୍ତାନ ନାହାନ୍ତି, ସେ ପୋଷ୍ୟ ପୁତ୍ର ଭାବରେ ଗୋଟେ ଜ୍ୱାଇଁକୁ ଗ୍ରହଣ କରିପାରିବେ, ସେ ହେଉଛନ୍ତି ଯୋସେଫ। ତେଣୁ ଯୋସେଫ ଯେହେତୁ ମରିୟମର ସ୍ୱାମୀ, ତେଣୁ ମରିୟମର ବାପାଙ୍କର ସମ୍ପତ୍ତି ମଧ୍ୟ ତାଙ୍କେ ଭୋଗ କରିବାର ଅଧିକାର ଅଛି। ଆମେ ଯଦି ଗଣନା ପୁସ୍ତକ 36 ପର୍ବ 1ରୁ ଶେଷ ପର୍ଯ୍ୟନ୍ତ ପଢ଼ିବା, ସେଇଟି ପ୍ରକାର ବିଧି ଅଛି, ନିୟମ ଅଛି ଯେ ଯଦି ସନ୍ତାନ ନଥିବ, ମାନେ ପୁରୁଷ ପିଲା ଯଦି ଜନ୍ମ ହେଇନଥିବେ, ଝିଅ ପିଲା ଯଦି ଅଛନ୍ତି, ତାର ଜ୍ୱାଇଁ, ସେ ଝିଅ ପିଲାର ସ୍ୱାମୀ ଶ୍ୱଶୁରର ସମସ୍ତ ସମ୍ପତ୍ତି ଗ୍ରହଣ କରିପାରିବ, ଅଧିକାର କରିପାରିବ। ତେଣୁ ଏଇ ପଏଣ୍ଟରେ ଆମେ ଦେଖିବାକୁ ପାଉଛୁ ଯେ ମରିୟମଙ୍କର ଭାଇମାନେ ନଥିଲେ, ଆଉ ଅର୍ଥାତ୍ ପୁଅମାନେ ଜନ୍ମ ହେଇନଥିଲେ। ତେଣୁ ମରିୟମଙ୍କର ସ୍ୱାମୀ ଅର୍ଥାତ୍ ଯୋସେଫ ଘର ଜ୍ୱାଇଁ ହିସାବରେ ବା ତାଙ୍କର ସମସ୍ତ ସମ୍ପତ୍ତି ଅଧିକାର କଲେ ବାକ୍ୟର ନିୟମ ଅନୁସାରେ, ଗଣନା 36 ଅନୁସାରେ। ତେଣୁ ଏହି ଦୃଷ୍ଟିରୁ କୁହାଯାଏ ଯେ ଯୋସେଫ ଏଲିଙ୍କର ପୁତ୍ର। କେଉଁ ହିସାବରେ କୁହାଯାଏ? ଯେହେତୁ ସେ ଜ୍ୱାଇଁ ଆଉ ତାଙ୍କର ପୁଅ ସନ୍ତାନ ନଥିଲେ, ତେଣୁ ସେ ସମସ୍ତ ସମ୍ପତ୍ତି ତାଙ୍କୁ ଦେଇଥିଲେ। ସେଥିପାଇଁ ଏଲି ଏ ଲାଇନରେ ଯୋସେଫର ବାପା ହୁଅନ୍ତି। କିନ୍ତୁ ପ୍ରକୃତରେ ଜନ୍ମଗତ ଭାବରେ ଦେଖିଲେ, ମାଥ୍ୟୁ ପୁସ୍ତକ ଦେଖିଲେ, ଆଉ ସେଇ ଲାଇନରେ ଯଦି ଆମେ ଦେଖିବା, ସେଇଠି ଯାକୁବ ହେଉଛନ୍ତି ଯୋସେଫର ବାପା। ତେଣୁ ଆଜିର ଆଲୋଚନା ଅଳ୍ପ ସମୟରେ ଆପଣ ମାନେ କ୍ଲିୟର ହେଇଥିବେ ଯେ ଯୋସେଫର ବାପା ଯାକୁବ ନା ଏଲିୟ। ପ୍ରକୃତରେ ଜନ୍ମଗତ ହିସାବରେ ଯାକୁବ ହେଉଛନ୍ତି ଯୋସେଫର ବାପା, କିନ୍ତୁ ଶ୍ୱଶୁର ହିସାବରେ ତାଙ୍କର ଛୁଆ ନଥିବାରୁ ସେ ତାଙ୍କୁ ମଧ୍ୟ ଗ୍ରହଣ କରିକି, ଆଉ ଏଲି ମଧ୍ୟ ତାଙ୍କର ବାପା ହେଇଛନ୍ତି। ଆଜି ପାଇଁ ଏତିକି କହିବି। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ।